ହ୍ୟୁମାନ ସାଗରଙ୍କ ବିଷୟରେ ପଚାରିଲେ କ'ଣ ବା କହିବି। ସେ ତ ଓଡ଼ିଶାର ଗୋଟେ ଜୁଏଲ୍ ଥିଲେ। ପାଖାପାଖି 150ରୁ ଅଧିକ ମ୍ୟୁଜିକ୍ ଭିଡ଼ିଓ ତାଙ୍କ ଭଏସ୍ରେ ମୁଁ କରିଛି, ଆକ୍ଟିଂ ହେଉ କି ଅଭିନୟ ହେଉ। ଆଉ ସବୁଠୁ ବଡ଼ କଥା ହେଉଛି, ମୁଁ ତ ଫାର୍ଷ୍ଟ ଟାଇମ୍ ପାଇଁ ମିଡ଼ିଆ ଆଗରେ କହୁଛି, ଗୋଟେ ଇଏ ବାରିଶ କେ ରାତେ ତାଙ୍କର ପ୍ରଥମ ବଲିଉଡ଼ ସଙ୍ଗ୍, ହିନ୍ଦୀ ସଙ୍ଗ୍ ଯେଉଁଟା ପ୍ରଥମ ବଲିଉଡ଼ ସଙ୍ଗ୍ର ଡିରେକ୍ସନ୍ ମୁଁ ଦେଇଥିଲି ଏ ବାରିଶ କେ ରାତେ। ଆଉ 150ରୁ ଅଧିକ ଓଡ଼ିଶାରେ ତ ବହୁତ ହିଟ୍ ଗୀତ ତାଙ୍କର ଅଛି। ସାର୍ ଆପଣଙ୍କ ଲିରିକ୍ସ ଲେଖିବାର ଶୈଳୀ କେଉଁ ଧରଣର, ରୋମାଣ୍ଟିକ୍, ସ୍ୟାଡ୍ ନା ସବୁ ମିଶା? ମୁଁ ଲିରିକ୍ସ ସବୁ ପ୍ୟାଟର୍ନ ଲେଖିବାକୁ ଭଲ ପାଏ, କିନ୍ତୁ ଡ୍ୟାନ୍ସ ନମ୍ବର ପ୍ରାୟ ଲେଖିନି, ଗୋଟେ ମାତ୍ର ଡ୍ୟାନ୍ସ ନମ୍ବର ଲେଖିଥିଲି। କିନ୍ତୁ ଅଦରୱାଇଜ୍ ରୋମାଣ୍ଟିକ୍, ସ୍ୟାଡ୍, ମା ବାବାଙ୍କ ଉପରେ ଏଇ ଉପରେ ମୁଁ ଲେଖିବାକୁ ପସନ୍ଦ କରେ। ହଁ, ଭଜନ ବି ଲେଖିଛି। ଗୀତ ପାଇଁ ଶବ୍ଦ ଆପଣଙ୍କ ମନକୁ କେମିତି ଆସେ? ଏଇ ୱାର୍ଡ ହେଲେ, ଏଇଟା ହେଲେ ଭଲ ଲାଗିବ। ହଁ, ମୁଁ ସବୁବେଳେ ଚେଷ୍ଟା କରେ କିଛି ନୂଆ ୱାର୍ଡ଼ ଦେବା ପାଇଁ, ଯେଉଁ ୱାର୍ଡ଼ଟା ସମସ୍ତଙ୍କୁ ଶୁଣିବାକୁ ଭଲ ଲାଗୁଥିବ। କିଛି ନୂଆ ୱାର୍ଡ଼ ମାନେ କ'ଣ, ମୁଁ ଡିକ୍ସନାରୀରୁ ବାହାର କିଛି ୱାର୍ଡ଼ ନଥାଏ, ଗୋଟେ ୱାର୍ଡ଼ ଆଗରୁ କେହି ଯେମିତି ୟୁଜ୍ ନ କରିଥିବେ, ଗୋଟେ ନୂଆ ୱାର୍ଡ଼ ସବୁବେଳେ ମୁଁ ଖୋଜେ। ଏ ୱାର୍ଡ଼ଟା କିଏ ୟୁଜ୍ କରିନି, ମୁଁ ୟୁଜ୍ କରିବି। ତ ଏମିତି ବହୁତ ଗୀତ ଅଛି। ମୁଁ ଗୀତ କରିସାରିଲା ପରେ, ସପୋଜ୍ ଗୋଟେ ଗୀତରେ ଗୋଟେ ମୁଖଟା ଦୁଇଟା ଅନ୍ତରା ଥାଏ, ମ୍ୟାକ୍ସିମମ୍ ମୋର ଯେକୌଣସି ଲେଖା ଆପଣ ଦେଖିବେ ପ୍ରାୟ ୱାର୍ଡ଼ ଗୁଡ଼ା ନ୍ୟୁ ଥାଏ। ସେଇ ୱାର୍ଡ଼ ଗୁଡ଼ା ପରେ ଲୋକମାନେ ୟୁଜ୍ କରନ୍ତି। ମୁଁ କେବେ ତ କାହା ୱାର୍ଡ଼କୁ ୟୁଜ୍ କରେନି। ମୁଁ ଯେଉଁଗୁଡ଼ା ପ୍ରଥମେ ୟୁଜ୍ କରିଥାଏ, ମୋ ୱାର୍ଡ଼କୁ ନେଇକି ବହୁତ ଲୋକ ୟୁଜ୍ କରିଛନ୍ତି। ଆଉ ତେଣୁ ସବୁବେଳେ ଚେଷ୍ଟା କରେ କିଛି ନୂଆ ଲୋକମାନଙ୍କୁ ପାଖରେ ପହଞ୍ଚିବା ପାଇଁ।